एबे यूपीआई रे उठिबो ईपीएफओ रो टंका। आज्ञा हाँ, जदि आपणकर ईपीएफओ रही आपंक आसुची बड़ खुशी खबर। कर्मचारी भविष्य निधि पांठि अर्थात ईपीएफओ यार हिताधिकारी लगी शीघ्र एक मोबाइल एप्लिकेशन आनिब जो आपण यूपीआई द्वारा टंका उठाण करें। भिडियो रे जानिबा आगकू ता पूर्व भिडियो को लाइक करंतु, सब्सक्राइब करनथिले एबे सब्सक्राइब करी पाखर थिबा बेल आइकन को दबाइ दियंतु। यूपीआई जरिया रे ईपीएफ टंका उठाई हेबो। मनी कंट्रोल रिपोर्ट मुताबक ईपीएफ रे एक एप्लिकेशन चलित वर्ष मार्च किंबा एप्रिल रे आसीबाकू जाउछि। वर्तमान यार परीक्षण हेउछि। तबे ईपीएफओ एप्लिकेशन उमंग एप्लिकेशन ठारू भिन्न रहिबो। एप्लिकेशन टी हिताधिकारी बैंक अकाउंट सह लिंक रहिबो। ଏହା ସହ ଏହା ଭୀମ ଏବଂ ଅନ୍ୟାନ୍ୟ ୟୁପିଆଇ ଆପ୍ଲିକେସନ ସହ ମଧ୍ୟ ଯୋଡ଼ି ହେବ। ପରେ ସଦସ୍ୟମାନେ ଭବିଷ୍ୟ ନିଧି ଅର୍ଥକୁ ୟୁପିଆଇ ଜରିଆରେ ସିଧା ବ୍ୟାଙ୍କ ଆକାଉଣ୍ଟକୁ ସ୍ଥାନାନ୍ତର କରିବାର ସୁବିଧା ପାଇବେ। ଏଥିଲାଗି ସଦସ୍ୟଙ୍କୁ ଆପ୍ଲିକେସନରେ ଲଗ୍ଇନ୍ କରିବାକୁ ହେବ। ଏହାଦ୍ୱାରା ସଦସ୍ୟ ନିଜର ଯୋଗ୍ୟ ୟୁପିଏଫ୍ ବାଲାନ୍ସ ଦେଖିପାରିବେ। ତେବେ ୟୁପିଆଇ ପିନ୍ ଦେଇ ନେଣଦେଣକୁ ସମ୍ପୂର୍ଣ୍ଣ କରିପାରିବେ। ଅର୍ଥ ତୁରନ୍ତ ଯୋଡ଼ି ହୋଇଥିବା ବ୍ୟାଙ୍କ ଆକାଉଣ୍ଟକୁ ଆସିଯିବ। ତେବେ ପାସବୁକ୍ ବାଲାନ୍ସ ଚେକ୍ କରିବା ଭଳି ଅନ୍ୟ ସେବା ମଧ୍ୟ ଆପ୍ଲିକେସନରେ ମିଳିବ। 100 ଆକାଉଣ୍ଟ ରେ ଏହାକୁ ପରୀକ୍ଷଣ କରାଉଛି। ତେବେ ଶ୍ରମ ମନ୍ତ୍ରାଳୟ ଏହି ପ୍ରକଳ୍ପ ଉପରେ କାମ କରୁଛି। ଚୂଡ଼ାନ୍ତ ପରୀକ୍ଷଣ ପରେ ଏହାକୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରାଯିବ। ଇପିଏଫ୍ଓର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଜମାର କିଛି ଅଂଶ ଫ୍ରିଜ୍ କରାଯିବ, ଅର୍ଥାତ୍ ନିର୍ଦ୍ଦିଷ୍ଟ ସ୍ତର ଯାଏ ରାଶି ଉଠାଣ ହୋଇପାରିବ। ଅନୁମୋଦିତ ଅଂଶକୁ ବ୍ୟାଙ୍କ ଆକାଉଣ୍ଟରେ ୟୁପିଆଇ ଜରିଆରେ ଉଠାଇ ହେବ। ପିଏଫ୍ ଉଠାଣ ଏହା ଦ୍ୱାରା ସହଜ ହେବ। ଚିକିତ୍ସା, ପାଠପଢ଼ା, ବିବାହ କିମ୍ବା ଘରୋଇ ଆବଶ୍ୟକତା କ୍ଷେତ୍ରରେ ଅର୍ଥ ମଧ୍ୟ ଶୀଘ୍ର ମିଳିଯିବ। ତେଣୁ ଇପିଏଫ୍ଓ ହିତାଧିକାରୀଙ୍କ ପାଇଁ ଖୁସି ଖବର। ଖୁବ୍ ଶୀଘ୍ର ୟୁପିଆଇ ଜରିଆରେ ଇପିଏଫ୍ଓ ହିତାଧିକାରୀ ଉଠାଇ ପାରିବେ ଟଙ୍କା।